ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ ତଥା ମୋର ସାନ ବଡ଼ ଭାଇ ଭଉଣୀ ଓ ସହପାଠୀ ବୃନ୍ଦ, ଆଜିର ଏହି ପବିତ୍ର ଦିନରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମ ଦେଶ ଇଂରେଜମାନଙ୍କ ଠାରୁ ଦୀର୍ଘ 200 ବର୍ଷ ଧରି ଶାସିତ ହେବା ପରେ ସ୍ୱାଧୀନ ହୋଇଥିଲା। ଏହି ସ୍ୱାଧୀନତା ପାଇଁ ଆମର ଅନେକ ମହାପୁରୁଷ ତାଙ୍କ ଜୀବନକୁ ବଳିଦାନ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଲାଲ ଲଜପତ ରାୟ, ବିପିନ ଚନ୍ଦ୍ର ପାଲ, ଓଡ଼ିଶାର ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଲକ୍ଷ୍ମଣ ନାୟକ, ବାଜି ରାଉତ ପରି ଅନେକ ବୀର ସନ୍ତାନ ଆମ ପାଇଁ ତାଙ୍କ ଜୀବନକୁ ବଳି ପକାଇଛନ୍ତି। ତାଙ୍କ ପାଇଁ ଆଜି ଆମେ ସ୍ୱାଧୀନ ଆକାଶ ତଳେ ବଞ୍ଚିପାରୁଛୁ। ସେହି ବୀର ସନ୍ତାନମାନଙ୍କୁ ମୋର ଶତ ଶତ ପ୍ରଣାମ। ଏହି ମାତୃଭୂମିର ବିକାଶ ଲାଗି ଆମେ ସମସ୍ତେ ଏକାଠି ହୋଇ ଦେଶର ବିକାଶ ପାଇଁ କାର୍ଯ୍ୟ କରିବା, ଆଉ ଆମ ଦେଶକୁ ବିଶ୍ୱର ଏକ ସର୍ବଶ୍ରେଷ୍ଠ ରାଷ୍ଟ୍ର ରୂପେ ଗଢ଼ି ତୋଳିବା। ଏହା ଆଜି ପରି ଏହି ପବିତ୍ର ଦିନରେ ଆମେ ସମସ୍ତେ ଶପଥ ନେବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ଭାରତ ମାତା କି ଜୟ।